କୃଷ୍ଣଙ୍କ ନିକଟରେ ଯେତେବେଳେ ଯଦୁବଂଶୀ ମାନେ ପ୍ରାର୍ଥନା କରିଛନ୍ତି, ହେ କୃଷ୍ଣ, ହେ କେଶବ, ଏ ଯଦୁବଂଶ କ'ଣ ରକ୍ଷା ହବନି? ଉଦ୍ଧାର କରନା ଏ ଯଦୁବଂଶୀ ମାନଙ୍କୁ। ଯଦୁବଂଶୀ ମାନଙ୍କର ଆର୍ତ ଚିତ୍କାରରେ, ଆକୁଳ ପ୍ରାର୍ଥନାରେ କୃଷ୍ଣ ଧର୍ମ ସଙ୍କଟରେ ପଡ଼ିଗଲେ। ଗୋଟିଏ ପଟରେ ଭୀମଙ୍କ ହାତରେ ଜରାସନ୍ଧ ମଲେ ଧର୍ମରାଜ ଯୁଧିଷ୍ଠିର ଚକ୍ରବର୍ତ୍ତୀ ସମ୍ରାଟ ହେବେ। ଅନ୍ୟପଟରେ ଯଦି ଜରାସନ୍ଧଙ୍କୁ ସେ ବିନାଶ ନ କରୁଛନ୍ତି, ତାହେଲେ ଏଇଭଳି ଭାବରେ ବାର ବାର ଆକ୍ରମଣ କରି ଯଦୁବଂଶୀ ମାନଙ୍କୁ ଧ୍ୱଂସ କରିଦେବେ ଜରାସନ୍ଧ। ଏଣୁ କଥାରେ ନାହିଁ ଆଜ୍ଞା, ଆଲୋ ସଖୀ ଆପଣା ମହତ ଆପେ ରଖି। ଦୁଷ୍ଟ ଲୋକଠାରୁ ଆପଣ ଯେତେ ଦୂରେଇ ରହିବେ ସେତେ ଆପଣଙ୍କର ମଙ୍ଗଳ। ଚତୁର କୃଷ୍ଣ ଚିନ୍ତା କଲେ, ନା, ଏ ମଥୁରା କଟକରେ ରହିବା ଆଉ ନିରାପଦ ନୁହେଁ। ଏଣୁ ନିଜର ଅଲୌକିକ ଶକ୍ତି ବଳରେ ବିଶ୍ୱକର୍ମାଙ୍କୁ ସ୍ମରଣ କଲେ ଏବଂ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଲେ ସମୁଦ୍ର ମଧ୍ୟବର୍ତ୍ତୀ ଅଞ୍ଚଳରେ ଗୋଟିଏ ନଗରୀ ନିର୍ମାଣ କରିବା ପାଇଁ। ବିଶ୍ୱକର୍ମା ପ୍ରଭୁ କୃଷ୍ଣଙ୍କର ନିର୍ଦ୍ଦେଶରେ ଆରବ ସାଗରର ଲବଣ ସମୁଦ୍ର ଭିତରେ ଗୋଟିଏ ଅପୂର୍ବ ସୌନ୍ଦର୍ଯ୍ୟମୟୀ ନଗରୀ ନିର୍ମାଣ କଲେ, ଯାହାର ନାଁ ହେଲା ଦ୍ୱାରକା ନଗରୀ। ଜରାସନ୍ଧ ଭୟେ ଧରାକୁ ବର୍ଜି, ଗୁମାନେ ଏମାନ ସମୁଦ୍ରେ ସର୍ଜି। ଜରାସନ୍ଧ ଭୟେ ଧରାକୁ ବର୍ଜି, ଗୁମାନେ ଏମାନ ସମୁଦ୍ରେ ସର୍ଜି। মুষ্টিকারী হরি বিহরি তারে দৃষ্টিপাত দেবে কলে বিচার সে। অনিষ্ট এ দুষ্ট নাশে যে, চক্রী চক্রবর্তী চক্রীঙ্ক সঙ্গতি লবণাধি মধ্যে দিশে যে। ହଁ ଆଜ୍ଞା, ଏ ଦ୍ୱାରକା କପଳ କଳ୍ପିତ ନୁହେଁ ଆଜ୍ଞା। କେତେକ କୁହନ୍ତି ସମୁଦ୍ର ଭିତରେ ଗୋଟେ ଦ୍ୱାରକା ନଗରୀ ନିର୍ମାଣ ହେବା କ'ଣ ସମ୍ଭବ? ନା ଆଜ୍ଞା, ଏହା କପଳ କଳ୍ପିତ ନୁହେଁ, ଏହା ବାସ୍ତବ ସତ୍ୟ। କାରଣ ଭାରତୀୟ ପୁରାତତ୍ତ୍ୱ ସର୍ଭେ ସଂସ୍ଥା ଦ୍ୱାରା 1963 ମସିହାରେ ଏ ସମୁଦ୍ର ମଧ୍ୟବର୍ତ୍ତୀ ଦ୍ୱାରକା ନଗରୀକୁ ବୈଜ୍ଞାନିକମାନେ ଆବିଷ୍କାର କରିଥିଲେ, ଯାହାର ପରିସୀମା ହେଉଛି 12 ଯୋଜନ ବା 165.3 କିଲୋମିଟର। ହଁ ଆଜ୍ଞା, ଐତିହାସିକ ମାନେ ଏ ମତ ଦିଅନ୍ତି। ଅନେକ ଦୃଷ୍ଟିରୁ ବିଚାର କଲେ ଏ ଦ୍ୱାରକା କିଏ କି ଆଜ୍ଞା? ଦ୍ୱାର ଅର୍ଥ ପଥ, କ ଅର୍ଥ ସମୂହ। ଦ୍ୱାରକା କହିଲେ ଦ୍ୱାର ସମୂହ, ଅର୍ଥାତ୍ ଏ ଶରୀର ଦ୍ୱାର ସମୂହ ଦ୍ୱାରା ନିର୍ମିତ। ଏ ଶରୀରରେ ନବଦ୍ୱାର ଅଛି, ତେଣୁ ଏ ଶରୀରକୁ ଦ୍ୱାରକା କୁହାଯାଏ। ଯଦି ଶରୀର ହେଲା ଦ୍ୱାରକା, ତାହେଲେ କୃଷ୍ଣ କିଏ? କୃଷ୍ଣ ହେଉଛନ୍ତି ସ୍ୱୟଂ ଆତ୍ମା ଭଗବାନ। ଆଉ ଯେତେବେଳେ ଆତ୍ମା ରୂପୀ କୃଷ୍ଣ ଇଏ ଶରୀର ରୂପୀ ଦ୍ୱାରକା ଛାଡ଼ିଯିବେ ନା ଆଜ୍ଞା, ଇଏ ଶରୀର ପୁରା ଜଳାର୍ଣ୍ଣବ ହେଇଯିବ। ଜଳେ ଦ୍ୱାରିକା ନାଶ ଜୀବ ଗୋବିନ୍ଦ, ମୋର ନିବାସ ରହିଥିବ ଗୋବିନ୍ଦ। ଗୋବିନ୍ଦ 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 ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ ଗୋବିନ୍ଦ। সুতরাং এ শরীর দ্বারকা ভগবান কৃষ্ণ হচ্ছেন আত্মা। যেতবে আত্মা শরীর ছাড়ি চালি যায়, সেতবে ইয়ে শরীর জলার্ণব হয়ে যায়, অর্থাৎ থন্ডা পড়ি যায়। আজি আম পুরাণর গণ্ঠি লা কৃষ্ণ দ্বারকারে রহিলে কাহিঁকি? কেবল জরাসন্ধ ভୟରେ যদুবংশী মানুষ সুরক্ষা দেবা পাই বা দুষ্ট লোকঠারু দূরেই রহিবা পাই যদুবংশী ମାନଙ୍କ সহিত কৃষ্ণ দ্বারকারে রহিଥିଲେ। ଆମେ ତ ଏ ଗଣ୍ଠିକୁ ଖୋଲିଲୁ। ଆସନ୍ତୁ ଆଜି ଆମେ ପୁରାଣ ଚର୍ଚ୍ଚାରୁ ଶିଖିଲେ କ'ଣ? ମନେ ରଖିବେ ଆଜ୍ଞା, ଦୁଷ୍ଟ ଖଳ ଲୋକଙ୍କ ଠାରୁ ଦୂରେଇ ରହିବା ହେଉଛି ସର୍ବଦା ବୁଦ୍ଧିମାନର କାମ। କେବେ ବି ଦୁଷ୍ଟ ଏବଂ ଖଳ ଲୋକମାନଙ୍କ ସହିତ ତର୍କ କରନ୍ତୁନି ବା ତାଙ୍କ ସହିତ ବିବାଦ କରନ୍ତୁନି, ଯାହାଦ୍ୱାରା ଆପଣଙ୍କର ଅମଙ୍ଗଳ ହେବ। ହଁ ଆଜ୍ଞା, ସବୁବେଳେ ସେମାନଙ୍କ ଠାରୁ ଦୂରେଇ ରହିଲେ ସମାଜର ମଙ୍ଗଳ, ଆପଣଙ୍କର ମଙ୍ଗଳ।